ଅନେକ ଦିନ ଆଗର କଥା। ସେତେବେଳେ ଆମ ସାନମା ଥିଲେ। ଗପ କହିବାରେ ସାନମା ବଡ଼ ପୁରୁଖା। ସଞ୍ଜ ହେଲେ ଦଳେ ପିଲା ସବୁଦିନ ଆସି ତାଙ୍କ ପାଖରେ ଜୁଟି ଯାଆନ୍ତି। ବୁଢ଼ୀ ତାର କାହାଣୀ ପେଡ଼ି ଖୋଲେ। କେତେ ନୂଆ ନୂଆ କଥା ସାନମା କହି ଚାଲେ। ପିଲାଗୁଡ଼ିକ ଅନ୍ଧାରରେ ତା ମୁହଁକୁ ବଲ ବଲ ହୋଇ ଅନାଇଥାନ୍ତି। ସାନମା ପ୍ରତିଦିନ କଥା କହେ ସତ, କିନ୍ତୁ ପୁରୁଣା କଥା ନୁହେଁ। ପ୍ରତିଦିନ ନୂଆ ନୂଆ କଥା। କେବେ ଚାରି ସଙ୍ଗାତଙ୍କ କଥା ତ, କେତେବେଳେ କନକବତୀ କଥା, କେତେବେଳେ ନାଗନାଗୁଣିଙ୍କ କଥା ତ, କେତେବେଳେ ନାଉ ଧୁଡୁକି କଥା। ଏମିତି କାହାଣୀ ସେ ସବୁଦିନ କହେ। ରାତି 2 ଘଡ଼ିରେ ତା ଗପ ସରେ। ବେଳେବେଳେ ପିଲାଗୁଡ଼ାକ ସାନମା ପାଖରେ ଭୂତ କଥା କହିବା ପାଇଁ ଅଳି କରନ୍ତି। ପ୍ରଥମେ ବୁଢ଼ୀ ମନା କରେ। ପିଲାଗୁଡ଼ିକ କିନ୍ତୁ ଜିଦ୍ ଧରନ୍ତି। ବୁଢ଼ୀ ମା ଚାରିଆଡ଼କୁ ଭଲ କରି ଅନାଏ। ପିଲାଗୁଡ଼ିକୁ ପାଖକୁ ଲାଗି ବସିବାକୁ କୁହେ। ତାପରେ ଧୀରେ ଧୀରେ ଭୂତ କଥା ଆରମ୍ଭ କରେ। ବାଉରୀ ସାହିରୁ ପ୍ରଥମେ ସେ ଭୂତ କଥା ଉଠାଏ। ସାନମା କହି ଚାଲେ, ବିଶିଆ କାଶିଆ 2 ଭାଇ ବାଉରୀ କୂଳ ମୂଲପାତି କରି ପେଟ ପୋଷନ୍ତି। ଦିନେ ବିରିଡ଼ି ହାଟକୁ ବାଇଗଣ ବିକିବାକୁ ଯାଇଥିଲେ। ବାଇଗଣ ବିକି ହାଟ ସଉଦା କିଣି ସାରିଲା ବେଳକୁ ରାତି 2 ଘଡ଼ି ହୋଇଗଲା। ବିଶିଆ ଅଧା ଗୁଣିଆ। ବାଟରେ 4-4ଟା ମଶାଣି, ବାଲିବଣ, ନଈ, ଆମ୍ବ ତୋଟା। ଅନ୍ଧାର ରାତି, ତେଣୁ ବିଶିଆ ମନରେ ଟିକେ ଦବି ଯାଇଥାଏ। କିନ୍ତୁ କାଶିଆ ଭେଣ୍ଡା ଯବାନ, ତାକୁ ଡର ଭୟ ନଥାଏ। 2 ଭାଇ ଚାଲିଥାନ୍ତି। ବିଶିଆ ଆଗ, କାଶିଆ ପଛରେ। ହାଟରେ ଆମ୍ବ ତୋଟା ମୋଡ଼ରେ, ଆଗରେ ମୁସଲମାନ କବ୍ରିସ୍ତାନ। ହଠାତ୍ ବିଶିଆ ଠିଆ ହୋଇଗଲା। ବଡ଼ ପାଟିରେ ଡାକିଲା, ଗୋଟିଏ ଡାକ, ହେ କାଶିଆ, ଆଣ ତ ଦଉଡ଼ିଟିଏ, ଶଳାକୁ ବାନ୍ଧି ପକାଏ। କାଶିଆ କିଛି ବୁଝିପାରିଲା ନାହିଁ। ପଚାରିଲା, କ'ଣ ଭାଇ, କାହାକୁ ବାନ୍ଧିବା? ବିଶିଆ କହିଲା, ଶଳା ପାଟି ଶୁଣି ଉଭାନ ହୋଇଗଲା। ଶଳା ଜୁଆନ ମୁସଲମାନ ଶୈତାନଟା। ତତେ ଟିକେ କିଳି ଦିଏ, ତୁ ଡର ନା, ମୁଁ ଅଛି। ବିଶିଆ କାଶିଆକୁ ଟିକେ ଫୁଙ୍କି ଫାଙ୍କି ଦେଲା। କିଳି ସାରିଲା। 2 ଭାଇ ଆଗ ପଛ ହୋଇ ଚାଲିଲେ। କେତେଗୁଡ଼ିକ ସାନ ପିଲା ମାଙ୍କ ପାଖକୁ ଲାଗି ଆସିଲେ। ସମସ୍ତଙ୍କ ମନରେ ଭୟ, ତଥାପି ଗପ ଶୁଣିବେ। ସମସ୍ତଙ୍କ ପାଟି ଖନି ବାଜି ଆସିଲାଣି। ତାପରେ ମା ପୁଣି ଆରମ୍ଭ କଲେ। ତାପରେ ଦୁହେଁ ଥୋଡ଼ାଏ ବାଟ ଚାଲିଗଲେ। ଆଗକୁ ବାଲିଆ ବଜାର ନଈ ପୋଲ, ମଝିରେ ଗହିରିଆ ଆମ୍ବ ତୋଟା। କିଟମିଟ ଅନ୍ଧାର, ବାଟ ଦେଖାଯାଉନଥାଏ। ମଟମଟ କରି ଆବାଜ ହେଲା। ବିଶିଆ ଠିଆ ହୋଇ ପଡ଼ିଲା। ବଡ଼ ପାଟିରେ କହିଲା, ଶଳା ତାଳି ମାରୁଛୁ, ତୁ ବିଶିଆ ଭୋଇକୁ ଚିହ୍ନିନୁ, ତତେ ଦେଖୁଛି। ଠିକ୍ ଏତିକିବେଳେ ଘୁଷୁରୀ ପରି ଆବାଜ କରି କିଏ ସେଇ ବାଟ ଦେଇ ଚାଲିଗଲା। କାଶିଆ କହିଲା, ଚାଲୁନୁ, ଠିଆ କାହିଁକି ହୋଇଛୁ? ଭୁଲରେ ଘୁଷୁରିଆ ଗୋଟିଏ ଘୁଷୁରୀ କିପରି ଛାଡ଼ି ଦେଇ ଯାଇଛି। ମୁଁ ଆଗରେ ଚାଲୁଛି, ତୁ ମୋ ପଛରେ ଆ। କିନ୍ତୁ ବିଶିଆ ତା କଥା ଶୁଣିଲାନି। କହିଲା, ତୁ ଛୋଟ ପିଲା, ଇଏ ହେଉଛି ମଶାଣି ଚଣ୍ଡୀ। ଛାଡ଼, ତୁ ଆଗେ ଆଗେ ଆ, ମୁଁ ତ ପଛେ ପଛେ ଯାଉଛି। ତୁ ଦେଖିକି ଚାଲ, ସେ ଯଦି 2 ଖୋଜ ଭିତର ଦେଇ ଚାଲିଯିବ, ତେବେ ପ୍ରାଣ ଚାଲିଯିବ। ତୁ ଜାଣିନୁ, ଏ ମଶାଣି ଚଣ୍ଡୀ ସବୁ ବଦମାସ। ଏଗୁଡ଼ାକ ଜିଅନ୍ତା ମଣିଷକୁ ଖାଇଯାଆନ୍ତି। ଏମିତି କଥାବାର୍ତ୍ତା ଭିତରେ ଆମ୍ବ ତୋଟା ଦୁହେଁ ପାରି ହୋଇ ପଡ଼ିଲେ। ବିଶିଆ କଥା ଶୁଣି କାଶିଆର ଛାତି ଟିକେ ଦବି ଆସିଲା। କାଶିଆ ଏଥର ଆଗରେ ଆଗରେ ଚାଲିଲା। ଅଳ୍ପ ବାଟ ଆସିବା ପରେ ସେମାନଙ୍କୁ ଜଣା ପଡ଼ିଲା ଯେପରି ତୋଫାନ ଆସିଲା। ବାଲିଆ ବଣ ପାର ହେଲେ ଗାଁ ନଈ, ତାପରେ ତାଙ୍କ ଗାଁ। କାଶିଆ କହିଲା, ଭାଇ, ଏ ଗଛ ଗୁଡ଼ାକ ଏତେ ଜୋରରେ ହଲୁଛି କାହିଁକି? ଆଉ ଏପରି ତଳେ କ'ଣ ପାଇଁ ଲାଗିଯାଉଛି? ଶଳା ହାଟ ମୋଡ଼ରୁ ଆମ ପଛରେ ଚାଲୁଛି। ମୁଁ ନିଜକୁ କିଳି ଦେଇଛି, ତତେ ମଧ୍ୟ କିଳି ଦେଇଛି। କିଛି କରିପାରିବନି, ତେଣୁ ଖାଲି ଆମକୁ ଡରାଉଛି। ବିଶିଆ କହିଲେ, ଏଇ ଯେଉଁ ପଠାଣ ଭୂତ ଆଜି ଆମ ପଛରେ ଚାଲୁଛି, ତା କଥା ତତେ କ'ଣ କହିବେ? ମହାତୋଲ ଗାଁ ଖଣ୍ଡକ ମୁସଲମାନ ବସ୍ତି। ଗାଁ ଭିତରେ 2ଟି ଟାଣୁଆ ଘର, ରଫି ଆଉ ଆଲବାସ। ଅବସ୍ଥା ଭଲ ସତ, କିନ୍ତୁ ବେଳ ହୁଁ ଦୁହିଁଙ୍କ ମଧ୍ୟରେ ପଡ଼େ ନାହିଁ। ରଫି ପୁଅ ନା ମଦିଆ, ଆଉ ଆଲବାସ ପୁଅ ନା ବଦ୍ରି। ପିଲାଟି ଦିନରୁ ବଦ୍ରି ଆଉ ମଦିଆଙ୍କ ଶତ୍ରୁତା ଚାଲିଲା। ଦୁହିଁଙ୍କର 2ଟି ଦଳ।
ଦୁହେଁ ଦୁହିଁଙ୍କ ଅନିଷ୍ଟ କରୁଥିଲେ, କିନ୍ତୁ ସାଥେ ସାଥେ ଗାଁ ଗରିବ ଲୋକଗୁଡ଼ାକ କ୍ଷତି ମଧ୍ୟ କରୁଥିଲେ। ଦିନ ଏମିତି ଆସିଲା, ମୋଦି ଆଉ ବଦ୍ରି କେବଳ ଲୋକମାନଙ୍କ ଖରାପ କରିବାରେ ଲାଗିଲେ। ରାତିରେ ବାଟୋଇମାନଙ୍କୁ ଲୁଟ୍ କରିବା, କାହା ନଡ଼ିଆ ଗଛରେ ଚଢ଼ି ନଡ଼ିଆ ତୋଳିଦେବା, କାହା ଛେଳି ମାରି ଖାଇଯିବା, ଏଇ ହେଲା ତାଙ୍କର ବେଉସା। ଆଉ ଏମିତି ହେଲା, ସଞ୍ଜ ହେଲେ ସେ ବାଟେ ଲୋକମାନେ ଯିବା ଆସିବା ବନ୍ଦ କରିଦେଲେ। କଥାଟା ଆଉ ମହାତୋଳ ଗାଁରେ ଲୁଚି ଛପି ରହିଲାନି। ତୁଣ୍ଡବାହିତ ସହସ୍ର କୋଷ। କଥାଟା ବିଜୁଳି ପରି ଚାରିଆଡ଼େ ଖେଳିଗଲା। କିନ୍ତୁ ନଈ ବଢ଼ିଲା ପରି ହଠାତ୍ କଥାଟି ନିମିଷକେ ତୁଟିଗଲା। ଗୋଟେ ସାମାନ୍ୟ ଗଛ ଲାଗି ବଦ୍ରି ଓ ମଦିଆଙ୍କର ହେଲା କଳିଗୋଳ। ଏହି କଳିଗୋଳରୁ ମାଡ଼ପିଟ ଆରମ୍ଭ ହୋଇଗଲା। ହଠାତ୍ ମଦିଆ ବଦ୍ରିର ଛାତିରେ ଛୁରୀ ମାରିଦେଲା। ବଦ୍ରି ସେଇଠି ମରିଗଲା। କିନ୍ତୁ ବଦ୍ରିର ଲୋକମାନେ ମଧ୍ୟ ମଦିଆକୁ ପିଟି ପିଟି ସେଇ ଜାଗାରେ ମାରିଦେଲେ। ଦୁଇଟି ଶୈତାନକୁ ସେଇଠାରେ ଦିଆଗଲା କବର। ଦୁହେଁ ମଲେ ସତ, କିନ୍ତୁ ତାଙ୍କ ଅବଗୁଣକୁ ନେଇ ଦିନ ରାତି ଚାଲିଲା ତାଙ୍କର କଥା ଭାଷା। ହାଟମୋଡ଼ କବରସ୍ଥାନ ଦେଇ ଯିଏ ଗଲା ସେ ଗୋଟା ଗୋଟା ନୂଆ କଥା କହିଲା। କାଳିଆ ଷଣ୍ଢ ପରି ଦିନ 12ଟାରେ କବ୍ରିସ୍ତାନରେ କିଏ ଗୋଟିଏ ବୁଲୁଥିଲା। ଲୋକଟାକୁ ଦେଖି ଭୁସିବାକୁ ଦୌଡ଼ି ଆସିଲା, କିନ୍ତୁ ହଠାତ୍ ଉଭେଇଗଲା। ଲୋକଟା ସେଇଠି ବହୁତ ଡରିଗଲା। ଘରକୁ ଫେରି ଆସିଲା ପରେ ରକ୍ତ ବାନ୍ତି ଆଉ 2ଟି ଝାଡ଼ା ପରେ ତା ପ୍ରାଣ ଚାଲିଗଲା। ଏହିପରି ଆଉ ଦିନେ ଆଉ ଗୋଟିଏ ଲୋକ ସହିତ ହେଲା। ସେ ଲୋକଟିର ଚେତା ବୁଡ଼ିଗଲା। ତାକୁ ଘରକୁ ଆଣିଲା ପରେ ସେ ଆମ ଓଡ଼ିଶାର ମୁସଲମାନଙ୍କ ପରି ଲୋକଟି ଖାଲି ଗପିଲା, ଆରେ ଶଳା बद्री तुमको छोड़ेगा नहीं, खून कर देगा तेरा, तब जाके मेरा दिल भरेगा। परे परे लोकटा सन्निपात होईगला। तापरे सबु शेष। आमर विशु सार को पुओ बली बाबू कटक रु फेरुथिला साइकेल रे। पिला लोकटा ताको कौन जना, सेही मोड़ पाखरे छेली रूपरे से शैतानटा छिड़ा होइथिला। बली बाबू छेली भाबी ताको घौड़ाई देला, किंतु से सिंह हलाई मारिया कसिला। बली बाबू किछि न भाबी ता साइकेल को खूब जोरे चलाइला। जेमिति आंब तोटा पार होइछे, पछरो किए गोटे पाटी करी कहिला, जा जा हाथरे लुहा थिला, ताहा न होइथिले मुह संज बेले कौन तोते छाड़ी थांते, जियंता खाई जाई थांते। बाबा मांकर तोर धर्म बल अच्छे। बली बाबू डरी गले। साइकेल रखिदे जेमिति घर भीतर को जाइछन्ते, संगे संगे तांको शैतान माड़ी बसिला। बली बाबू बोऊ को डाकिला, संगे संगे चेता बुड़ीगला। पानी ढाली चेता कले, किंतु चेता हेबा परे संगे संगे आड़ू साड़ू भाषा गपी चलिले। राताराती शंकरा बढ़ई पाखक लोक गले। से आसिला, ताकू देखिए सला शैतान जीव जीव बोली हुरी छाड़िला। शंकरा को केते काकुति मिनती होई कहिला, मु फेरी जाउछे, मते कलबल करनी। शंकरा बड़ टाणुआ गुणिया। ता नारे राई चषाड़ा टिबी टिबी बाजुथिला। जेते बदमाश शैतान हेउ ना कहीं शंकरा निमिषके छड़ाई देउथिला। शंकरा झड़ा एक नुआ प्रकारर। केतबळे बेतमाड़े शैतान को मनीष देहरु बाहर करि दिए, तो केतबळे ब्रह्म चापुड़ारे अचेत करि दिए। मनीषर चेता आसिला परे से भल मनीष होई सारी थाए। से आसिला परे बली बाबू को पचारिला, तो ना कौन? बली बाबू उत्तर देला, मो ना बिद्री मिया। तू काहींकी आसीछु? मु आसी नथिली बाबू, मो बाटरे मु खेलुथिले। ए बाबू मते गोड़ाइला, तेणु मोर राग हैला। तू वर्तमान जीवु ना बदमाशी करिबो? ना बाबू जीबी। शंकरा बढ़ई पचारिला, केमी जीवो? कहला, आपना मन को चली जीवे, केही देखिबे नाही, जानिबे नाही। शंकरा पचारिला, बाटरे केही जदि नजर आसिला तेबे? किछि सेमानकर खेती करिबि नाही, सीधा सीधा मो कबरस्तान को चली जीवे। शंकरा निज बेत को पिटिला, पचारिला, तो कब्रिस्तान केउठी? उत्तर आसिला, बिरिडीहाट शाखा केनाल मोड़े। किंतु शंकरा ता कथा सुनिला नाही। अरुआ चाउल, दुब, फूल गोटे छोट नुआ माटी घड़ारे आनिला। केते कौन गुणु गुणु करी मंत्र पढ़िला। शेष को कहिला, ए घड़ा भितरे पस,
तो कब्रिस्तान नहीं तोते छाड़ी दे आसबे। किंतु सेथिरे से राजी हैला नहीं। शंकरा पिटिला एक बेत। मैं जाता हूँ कही बड़ी बाबू अचेत बेहोश हो पड़े। यही समय शंकरा घोड़ाटा उपरे नड़िया सढ़ेटी को भल भाव रखी माटी नेसीदेला। 7 हाथ माटी खोड़ा है और से घोड़ाटा को ओल्टा भाव पोती दिगला। सबुदिन लगी बद्री सैतानर उत्पात बंद हो गला। काशिया बिशिया कथा भाषा गाँ नई पारी होई गाँव रे आसी जाइथिले। घरे पशिला परे दुहींक देहरु गोटे गोटे झाड़ बोही आसिला। टिके विश्राम नेले खियापिया करी सोई पड़िले। राति अध निशा गरजु थाए। काशिया एणु तेणु पाटी करी उठिला। बिशिया उठिला किंतु बिशियार झड़ा और काम देउ न थाए। ओलटा काशिया एक ब्रह्म चापुड़ा मारिला बिशिया को। कहला तू मते चिन्हिन तो परी अधा गुणिया को केते देखिछे। से एमिति भाव आखिटा को गला जे बिशिया भय पलाई गला सेठू। बिशियाटा बहुत चेष्टा कला। नाना जगार गुणिया आनिला किंतु किछि काम देलानी। 3 दिन पर भेंडिया बयसरे बिशियाटा चलीगला। सानमा कहले गप सरिला जाओ खियापिया करिब। 3 घड़ी राति हेलानी। काली नाउ धोड़ी की कथा कहिबे। पिला माने खुशी रे घर को चलीगले।